କେଉଁ ରାଜ୍ୟରେ ସବୁଠୁ ଅଧିକ ଧାନ ଚାଷ କରାଯାଏ? ଅପସନ୍ ଏ ଓଡ଼ିଶା, ଅପସନ୍ ବି ପଶ୍ଚିମବଙ୍ଗ, ଅପସନ୍ ସି ଗୁଜରାଟ, ଅପସନ୍ ଡି ବିହାର। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ପଶ୍ଚିମବଙ୍ଗ। ଭାରତର ଜାତୀୟ ପତାକାର ଡିଜାଇନ୍ କିଏ ତିଆରି କରିଥିଲେ? ଅପସନ୍ ଏ ଆନି ବାସନ୍ତ, ଅପସନ୍ ବି ପିଙ୍ଗାଲି ଭେଙ୍କେୟା, ଅପସନ୍ ସି ସରୋଜିନୀ ନାଇଡୁ, ଅପସନ୍ ଡି ରମା ଦେବୀ। ଏହାର ସଠିକ୍ ଉତ୍ତରଟି ହେଉଛି ପିଙ୍ଗାଲି ଭେଙ୍କେୟା। ଭାରତର ଜାତୀୟ ବୃକ୍ଷର ନାମ କ'ଣ? ଅପସନ୍ ଏ ଆମ୍ବ ଗଛ, ଅପସନ୍ ବି ବରଗଛ, ଅପସନ୍ ସି ବେଲଗଛ, ଅପସନ୍ ଡି ଶାଗୁଆନ ଗଛ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବରଗଛ। କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଚ ଦେଖାଯାଇଥାଏ? ଅପସନ୍ ଏ ଭାରତ, ଅପସନ୍ ବି ଚୀନ, ଅପସନ୍ ସି ଆମେରିକା, ଅପସନ୍ ଡି ଜାପାନ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆମେରିକା। ଭାରତର କେଉଁ ରାଜ୍ୟରେ ରାବଣର ମନ୍ଦିର ରହିଛି? ଅପସନ୍ ଏ ଓଡ଼ିଶା, ଅପସନ୍ ବି ରାଜସ୍ଥାନ, ଅପସନ୍ ସି ଆନ୍ଧ୍ରପ୍ରଦେଶ ଏବଂ ଅପସନ୍ ଡି ମହାରାଷ୍ଟ୍ର। ଏହାର ସଠିକ୍ ଉତ୍ତରଟି ହେଉଛି ରାଜସ୍ଥାନ। ରାମାୟଣ କେଉଁ ଦେଶର ଜାତୀୟ ପୁସ୍ତକ? ଅପସନ୍ ଏ ଭାରତ, ଅପସନ୍ ବି ଆମେରିକା, ଅପସନ୍ ସି ଥାଇଲାଣ୍ଡ ଏବଂ ଅପସନ୍ ଡି ଜାପାନ। ଯଦି ଆପଣମାନେ ଏହାର ସଠିକ୍ ଉତ୍ତର ଜାଣିଛନ୍ତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାର ସଠିକ୍ ଉତ୍ତରଟି ହେଉଛି ଥାଇଲାଣ୍ଡ। କମ୍ପ୍ୟୁଟରର ଆବିଷ୍କାର କେଉଁ ଦେଶରେ ହୋଇଥିଲା? ଅପସନ୍ ଏ ଆମେରିକା, ଅପସନ୍ ବି ଜାପାନ, ଅପସନ୍ ସି ବ୍ରିଟେନ, ଅପସନ୍ ଡି ଭାରତ। ଆପଣମାନେ ଯଦି ଏହାର ସଠିକ୍ ଉତ୍ତର ଜାଣିଛନ୍ତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ବ୍ରିଟେନ। କର ଅବାମର ସ୍ଲୋଗାନ କିଏ ଦେଇଥିଲେ? ଅପସନ୍ ଏ ଲାଲ ବାହାଦୁର ଶାସ୍ତ୍ରୀ, ଅପସନ୍ ବି ମହାତ୍ମା ଗାନ୍ଧୀ, ଅପସନ୍ ସି ସୁଭାଷ ଚନ୍ଦ୍ର ବୋଷ ଏବଂ ଅପସନ୍ ଡି ଜବାହରଲାଲ ନେହେରୁ। ଯଦି ଆପଣମାନେ ଏହାର ସଠିକ୍ ଉତ୍ତର ଜାଣିଛନ୍ତି ଜଲ୍ଦି ଜଲ୍ଦି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାର ସଠିକ୍ ଉତ୍ତରଟି ହେଉଛି ମହାତ୍ମା ଗାନ୍ଧୀ। ଭାରତରେ ସର୍ବପ୍ରଥମେ ଆଧାର କାର୍ଡ଼ କେବେ ତିଆରି କରାଯାଇଥିଲା? ଅପସନ୍ ଏ 2009, ଅପସନ୍ ବି 2010, ଅପସନ୍ ସି 2012 ଏବଂ ଅପସନ୍ ଡି 2013। ଏହାର ସଠିକ୍ ଉତ୍ତରଟି ହେଉଛି 2009। ଅଜନ୍ତା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ? ଅପସନ୍ ଏ ଓଡ଼ିଶା, ଅପସନ୍ ବି ମହାରାଷ୍ଟ୍ର, ଅପସନ୍ ସି ଝାଡ଼ଖଣ୍ଡ ଏବଂ ଅପସନ୍ ଡି ବିହାର। ଯଦି ଆପଣମାନେ ଏହାର ସଠିକ୍ ଉତ୍ତର ଜାଣିଛନ୍ତି ଜଲ୍ଦି ଜଲ୍ଦି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାର ସଠିକ୍ ଉତ୍ତରଟି ହେଉଛି ମହାରାଷ୍ଟ୍ର। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସେୟାର, ସବସ୍କ୍ରାଇବ୍ ଏବଂ କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ।